ଦେଖି ଦେଉଛି ଆଜି ଗଣେଶ କେମିତି ତିଆରି ହେଉଛି ଆଜି ଆମ ଗାଁରେ। ଆଜି ନା ବହୁତ ଦିନ ତିଆରି ହେଇଗଲି। ଆଉ ଦେଖି ଦେଉଛି କେମିତି ସର୍ଟ ଭିଡ଼ିଓ ଦେଖିତେ ପଡ଼ିଥିଲା ବି। ମୁଁ ଆଉ ଥରେ ଆଇଲି ହେରି। ତ ଦେଖିପାରୁଥିବେ ଏଇଠି ଆମ ଜାଗାରେ ଏଇ ଜାଗାରେ ଗଣେଶ ତିଆରି ହେଉଛି। ଆଉ ଏଇ ଚାଳିଆ ଘରେ ତିଆରିଟେ ଦେଖିପାରୁଥିବେ କେମିତି ଗଣେଶ ପ୍ରତିମୂର୍ତ୍ତି ବନିଆ ହେଇଛି। ଆପଣ ମତେ ଲାଗୁଛି ବହୁତ ଭଲ ଲାଗୁଥିବା ମୂର୍ତ୍ତିଟେ। ଏ ମୂର୍ତ୍ତିଟେ ବନେଇଛନ୍ତି ସେ ଯେଉଁ ଛୋଟ ପିଲାଟେ ବସିଥାଏ ଦେଖେଇ ଦେଉଛି ଆପଣଙ୍କ ଭିଡ଼ିଓରେ। ଏହି ପିଲାଟି ହିଁ ମୂର୍ତ୍ତି ବନେଇଛି। ଯେଉଁଥିରେ ସେ ଆର ବର୍ଷ ବି ବନେଇଥିଲା, ଏ ବର୍ଷ ବି ବନେଇଛି 2 ବର୍ଷ ହେଲାଣି। ତ ଆର୍ଥିକ ଛୋଟକେ ବନେଇଥିଲା, ଏଥର ବହୁତ ବଡ଼କି ଗଣେଶ ମୂର୍ତ୍ତି ବନେଇଛି ଦେଖିପାରୁଥିବେ। ଦେଖନ୍ତୁ କିପରି ସେ ବନଉଛି। ଏଠି ସବୁ କମ୍ପ୍ଲିଟ୍ ହେଇନି, ଅଧା ହେଇଛି କମ୍ପ୍ଲିଟ୍। ତାଙ୍କର ଗୋଡ଼ ତିଆରି ହେଉଛି ଏବେ। ପାମ୍ପଡ଼ଟା ଦେଖିଦେଉଛି ଆଗରେ କେମିତି ବନିଆ ହେଉଛି। ଗୋଟେ ଆଙ୍ଗୁଠି ତିଆରି ହେଲା, ଆଙ୍ଗୁଠି ତିଆରି ହେଇଗଲା ଏପଟେ ଯାଇକି। ଏବେ ତାଙ୍କ ହାତ ସେପଟେ ହାତ ବି ହେଇନି, 2ଟା ହାତ। ଦେଖିପାରୁଥିବେ ମୂର୍ତ୍ତି କେମିତି ବନିଆ ହେଇଛି ଦେଖନ୍ତୁ ବହୁତ ଭଲ ଭାବରେ। ଆଉ ସେପଟେ ମୂଷା ବି ବନିଆ ହେଇଗଲାଣି, ଅଧା ତିଆରି ହେଇଛି। ତାଙ୍କ ହାତ ତିଆରି ହେଇନି, ଆଉ ସେପଟେ ଗୋଡ଼ ବି ତିଆରି ହେଇନି, କାନ ହେଇଯାଇଛି। ସେ ଏକୁଟିଆ ତା ସାଙ୍ଗମାନେ କେହି ଆସିନି, ତ ସେ ଏକୁଟିଆ ହିଁ ବନଉଛି। ତ ମାଟି ଚକଡ଼ା ହେବ, ଚକଡ଼ି ସାରିଲା ପରେ ତା ସାଙ୍ଗମାନେ ମଧ୍ୟ ଆସିବେ। ସେ ମିଶିକି ସମସ୍ତେ ଗୋଟେ ଲେଖା ବନଉଛନ୍ତି, ମୂର୍ତ୍ତିଟେ ବନଉଛନ୍ତି। ସେ ବାଲି ଆଉ କିଛି ମାଟି, ମଟାଳ ମାଟି କି କେଉଁ ମାଟି ଟିକେ ଜାଣିନି ମୁଁ, ତ ସେ ମିଶେଇକି ବନିଆ ହେଉଛି। ମାଟି କ'ଣ ପ୍ରଥମେ ସଢ଼ା ହେଇଗଲା, ତାକୁ ନଡ଼ା ଆଉ କ'ଣ ଅଗାଡ଼ି ମିଶିକି ସେ ପ୍ରସ୍ତୁତି ହେଇଗଲା। ତାପରେ ଚକଡ଼ି ଦେଉଛି ଭଲ ଭାବରେ। ତାପରେ ତାକୁ ଭଲ ଭାବରେ ଚକଡ଼ି ସାରିଲା ପରେ ତାକୁ କିଛି ବାଲି ମିଶେଇକି ଭଲ ଭାବରେ ଚକଡ଼ିବାକୁ ପଡ଼ିବ, ନହେଲେ ଟିକେ ଫାଟିଲା ଟାଇପ୍ର ହେବ, ଯେଉଁଥିରେ କି ଭଲ ଭାବରେ ମୂର୍ତ୍ତି ବନେଇ ହେଇପାରିବନି। ତା କହିବ ଅନୁସାରେ ତ ଠିକ୍ ଅଛି। ବହୁତ ଭଲ ଭାବରେ ଚକଡ଼ି ସାରିଲା ପରେ ଦେଖିବା କେମିତି ମୂର୍ତ୍ତି ତିଆରି ହେବ। ଦେଖନ୍ତୁ ତ ସେଥିରେ କିଛି ପାଣି ଆଡ଼ କରିବା ବୋଧେ। ଦେଖନ୍ତୁ ଏବେ ମୂର୍ତ୍ତି କିପରି ଦେଖାଯାଉଛି। ଦେଖିପାରୁଥିବେ ଉପରୁ ତଳ ଯାଏଁ ଗୋଡ଼ ଖାଲି ତିଆରି ହେଇଗଲାଣି, ଆଙ୍ଗୁଠି ବି ତିଆରି ହେଇଗଲାଣି। ଆଉ କିଛି ମାଟି ଚକଡ଼ି ଦେବା, ଯେଉଁଥିରେ କି ବହୁତ ଭଲ ଭାବରେ ତିଆରି ହେଇଯିବ। ତ ଏବେ ଆମେ ମାଟି ଚକଡ଼ି ଦେବା, ବାଲ୍ଟିଏ ପକାଇ ଦେଇକି ଭଲ ଭାବରେ ଚକଡ଼ା ହେଇଗଲା ପରେ ତାକୁ ଭଲ ଭାବରେ ବନେଇ ଦେବା। ଏବେ ଭଲ ଭାବରେ ତାଙ୍କ ଗୋଡ଼ଟା ଟିକେ ବନେଇବା, କାହିଁକିନା ସେତେବେଳେ ଭଲ ଭାବରେ ହେଉନଥିଲା, କାହିଁକିନା ଗୋଡ଼ ମାଟିଟା ଟିକେ ଫାଟୁଥିଲା। ତ ମୁଁ ମାଟିକୁ ଭଲ ଭାବରେ ଚକଡ଼ି ଦେଇକି ସେ ଭଲ ଭାବରେ ତାକୁ ବନିଆ ହେବ, ଯେଉଁଥିରେ କି ବହୁତ ଷ୍ଟ୍ରଙ୍ଗ ଭାବରେ ରହିପାରିବ। ଆଉ ମାଟି ଟିକେ ନେସିଦେବା ଭଲ ଭାବରେ। ଏବେ ଦେଖନ୍ତୁ ଏବେ ମାଟି ନେସା ହେଲା ଗଣେଶଙ୍କ ପାଦରେ, ଯେଉଁଟା ଭଲ ଭାବରେ ଏଇଟା ବନ୍ୟା ବି ହେଇନଥିଲା। ଆଉ ଏବେ ମାଟି ନେସା ହେଲା, ମିଶାଇଲା ପରେ ସେ ଟିକେ ଫାଟୁଥିଲା ଗୋଡ଼, ଯେଉଁଥିରେ କି ଭଲ ଭାବରେ ହେଉନଥିଲା। ଏବେ ହେଇଗଲା ପରେ ଏବେ ହାତ ବି ହେଇଗଲାଣି, ଗଣେଶଙ୍କର 4ଟା ହାତ ହେଇଗଲାଣି, ମାଟି ବି ନେସା ହେଇଗଲାଣି ଦେଖିପାରୁଥିବେ। ସେ ହାତରେ ଯେଉଁ ସେପଟ ହାତଟା ବି ଭଲ ଭାବରେ ହେଇଗଲି। ତା ପାଖର ଯେଉଁ ଅସ୍ତ୍ର ଶସ୍ତ୍ର ସେ କିଛି ବସିନି, ସିଏ ତିଆରି ହେଲା ପରେ ବସିବ। ଆଗ ଭିଡ଼ିଓରେ ଆମେ ଦେଖିବା। ଏବେ ଆମ ମୂଷାର କାନ ତ ବନି ଯାଇଥିଲା, ଏବେ ଯାଇକି ତା ପାଟି ଫାଟି ବନିବ। ତା ହାତ ଅଧା ଥିଲା ବି, ଆଉ ହାତ ମଧ୍ୟ ବନେଇବା ହେବ। ଏବେ ତା ମୁହଁଟା ଟିକେ ଭଲ ଭାବରେ ବନିଆ ହେଉଛି, ମାଟି ନେସା ହେଇକି, ଯେଉଁଥିରେ ବହୁତ ଭଲ ଦେଖାଯିବ। ଠିକ୍ ଅଛି, ମାଟି ତାହେଲେ ନେସା ହେଇଗଲି, ହାତରେ ବି ଅଧା ନେସା ହେଇଯାଇଛି। ତ ଦେଖନ୍ତୁ ଏବେ କିପରି ଦେଖାଯାଉଛି ଗଣେଶ ମୂର୍ତ୍ତି, ଆପଣ ଏବେ ଦେଖିପାରୁଥିବେ। ବହୁତ ସୁନ୍ଦର ଦେଖାଯାଉଛି ମଧ୍ୟ। ଆଉ ଏବେ ସେ କଲର୍ ଦିଆହେଇନି, କଲର୍ ଦିଆହେଲା ପରେ ଆହୁରି ମଧ୍ୟ ଭଲ ଦେଖାଯିବ। ଏବେ ହାତଟା ବି ହେଇଗଲାଣି, ତଥାପି
ଟିକେ ଆଉ ମାଟି ନେଶା ହେବ ମିସ୍ତ୍ରୀ ଅନୁସାରେ କହିବା ଅନୁସାରେ ପୁଅଟି ଯଦି ତିଆରି କରୁଛି ଗଣେଶ କାହିଁକିନା ଟିକେ ତା'ର ଫାଟୁଛି ଟିକେ ତ ଭଲ ଭାବରେ ହେଇନି ଦିନ ପରେ ନେଶା ହେବ ମାଟି। ଦେଖନ୍ତୁ ମୁଣ୍ଡ ଉପରେ ଚନ୍ଦ୍ର ହେଇଛି ଆଉ ଆକୃତି ଭଲ ଭାଙ୍ଗରେ ହେଇଛି ଆଉ ଉପରେ ଯେଉଁ ତାପରେ ସାପ ବେକରେ ରୁଦ୍ରାକ୍ଷ ମାଳ ଆଉ ମୂଷା ବି ବନିଆ ହେଇଗଲି ଲଗଭଗ ତିଆରି ହେଇଗଲାଣି ଆଉ କିଛିଟା ଅଛି ତା ଆକୃତି ହେଇନି। ଆଉ ମୁଁ ନେକ୍ସଟ ଭିଡ଼ିଓ ନିହାତି ଦେଖେଇବି ଆପଣଙ୍କୁ ଆଉ କେମିତି ରଙ୍ଗ ଫଙ୍ଗ ଦିଆହେବ। ରଙ୍ଗ ତ ଦିଆ ହେଇନ ଏବେ ହେଇନି ଦିଆହେବ ଆଗକୁ। ଆଉ ଦେଖିପାରୁଥିବେ ଏବେ ଆପଣ ଗଣେଶ କିପରି ଭାବରେ ହେଇଗଲାଣି। ଦେଖନ୍ତୁ ଏ ହେଉଛି ମୂଷାର ଦେଖନ୍ତୁ ମୂଷା ମୁହଁ ତ ହେଇଗଲି ଆକୃତି ମାନେ ଆଖି ପାଖି କିଛି ଆକୃତି ହେଇନାହିଁ କାନ ବି ହେଇଗଲି ସେ ଆଗକୁ ହେବ ଆଉ କାହିଁକି ହେଇନଥିଲା କିଛି ନା। ଦେଖନ୍ତୁ ଗଣେଶ କିପରି ଭାବରେ ସେ ଗଣେଶ ମହାରାଜ ଦେଖନ୍ତୁ କିପରି ଦେଖାଯାଉଛନ୍ତି। ଦେଖନ୍ତୁ ଆମ ଗାଁରେ ଗଣେଶ କିପରି ବନିଆ ହେଇଛି ଆଉ ହାତଟା ବି ହେଇଗଲାଣି ସେପଟ ହାତ ହେଇଯାଇଛି ଏପଟ ହାତ ବି ହେଇଯାଇଛି। ଦେଖନ୍ତୁ ଏ ବର୍ଷ ଟିକେ ବଡ଼ କି ଟିକେ ଗଣେଶ ତିଆରି କରୁଛନ୍ତି ପିଲାମାନେ କାହିଁକିନା ଆର୍ଥିକ ବହୁତ ଛୋଟ କି କରିଥିଲେ। ସେ କହିଲା କି ଏଥରକ ଆମେ ବହୁତ ବଡ଼ ଭାବରେ ଗଣେଶ କରିବୁ। ଠିକ୍ ଅଛି କରିବା ରଙ୍ଗ ଫଙ୍ଗ ପାଇଁ ଗାଁ ପିଲା ଯୋଗାଇ ଦେବେ କହିଛନ୍ତି। ଯଦି ଆମ ଗାଁ ଗଣେଶ ଆପଣଙ୍କୁ ଭଲ ଲାଗିଲା ତ ଭିଡ଼ିଓ ଗୋଟେ ଲାଇକ୍ କରନ୍ତୁ ଆଉ ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ୍ କରନ୍ତୁ। ରହିଲି ବହୁତ ଧନ୍ୟବାଦ। ଜୟ ଶ୍ରୀ ଗଣେଶ।